ପ୍ରାଇଭେଟ୍ ଟ୍ରେନିଂ କରିଛି ପ୍ରାୟତଃ 15 ବର୍ଷ। ମୁଁ ଦିଲ୍ଲୀରେ ଥିଲି, ଉତ୍ତରପ୍ରଦେଶରେ, ଯେଉଁଟାକି ହିନ୍ଦୁମାନଙ୍କର କ୍ୟାପିଟାଲ। ସେଇଠି ବିଜାତିମାନଙ୍କ ମଧ୍ୟରେ ଆଉ ମୁସଲିମମାନଙ୍କ ମଧ୍ୟରେ 15 ବର୍ଷ ଆଉ ଅନେକ ସୁସମାଚାର ପ୍ରଚାର କରି ସେବା କରି ଅନେକ ଆପଦ ବିପଦରୁ ରକ୍ଷା କରି ଆଣିଲେ। ଆଉ ଏପରି ଭାବରେ ଚାଲିଥିଲା ସୁସମାଚାର କାର୍ଯ୍ୟ, କିନ୍ତୁ କିଛି ସମସ୍ୟା ଯୋଗୁଁ ମୁଁ ସେବା କାର୍ଯ୍ୟ ସୁସମାଚାର ଛାଡ଼ିକି ଚେନ୍ନାଇ ପଳେଇଲି। କିଛି ବ୍ୟକ୍ତିଗତ କିଛି ଆବଶ୍ୟକ ଥିଲା ବୋଲି। ଆଉ ସେଇଠି 2 ମାସ ରହିଲା ପରେ ମୋର ଶରୀର କ୍ଷୀଣ ହୋଇଯାଉଥିଲା। ମୁଁ ଅଲମୋଷ୍ଟ ମୁଁ ମରିବା ପାଇଁ ବୋଲି ଯାଉଥିଲି। ଯଦି ଆଉ 1 ମାସ ଯଦି ମୁଁ ରହିଥାନ୍ତି, ଆଉ ନିଶ୍ଚିତ ଭାବରେ ମୋର ମୃତ୍ୟୁ ହୋଇଯାଇଥାନ୍ତା। ପ୍ରଭୁ ଅନୁଗ୍ରହ କଲେ ପୁଣି ମୁଁ ଆଉ ଥରେ ଫେରିକି ଆସିଲି, ସାର୍ଙ୍କୁ ଯୋଗାଯୋଗ କଲି। ପୁଣି ସାର୍ ମୋତେ ଯାହା ସବୁ ସୁବିଧା ଦେବା କଥା ତାହା ସବୁ ସୁବିଧା ଦେଲେ। ଯଦି ମୁଁ ଆଜି ବଞ୍ଚିଛି ବୋଲି ତାହା ଈଶ୍ୱରଙ୍କର ଆଉ ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଦ୍ୱାରା। ମୁଁ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ସେ ଆମକୁ ବହୁତ ସାହାଯ୍ୟ କଲେ। ତାଙ୍କ ସ୍କୁଲରେ ମୁଁ ଟିଚର ଭାବରେ, ଭାଇସ୍ ପ୍ରିନ୍ସିପାଲ ଭାବରେ ମୁଁ ସେଠି କାମ କରୁଛି। ତାଙ୍କର ନ୍ୟୁଜ୍ ଚ୍ୟାନେଲ୍ ବି ଅଛି, ସେଇଠି ମଧ୍ୟ ମୁଁ ଚିଫ୍ ଏଡ଼ିଟର ଭାବରେ କାମ କରୁଛି। ଆଉ ତାଙ୍କର ତାଙ୍କ ମିନିଷ୍ଟ୍ରି ବି ଅଛି, ଆଉ ସେ ମିନିଷ୍ଟ୍ରିରେ ମଧ୍ୟ ମୁଁ ଭାଗ ନେଇକି କାମ କରୁଛି। ଆଉ ଆଜି ମୁଁ ଆପଣମାନଙ୍କର ମଧ୍ୟରେ ବେଦିରେ ମୁଁ ବସିଛି। ଏଇଟା ମୋତେ ବହୁତ ବଡ଼ ସୌଭାଗ୍ୟର ବିଷୟ। ପ୍ରାର୍ଥନା କରିବେ ମୋ ପାଇଁ, ମୁଁ ଯେମିତି ପ୍ରଭୁଙ୍କ ସେବାରେ ଲାଗି ରହିବି। ଏତିକି ପ୍ରଭୁଙ୍କୁ ଧନ୍ୟବାଦ ଦେବି ଏବଂ ସମୟ